ମା ପୁଅ ନାଚ ଦେଖୁନୁ ନାଇଁ ଭାଇ ଭଉଣୀ ଓ ମାମୁଁ ଭାଣିଜି କାହିଁ ଗୋଟେ ଦାନ୍ତଟା ଗେମ୍ ସବୁବେଳେ ଗୋଟେ ଆସିକି ସେ ସ୍ୱାମୀ ସ୍ତ୍ରୀଙ୍କୁ ସବୁବେଳେ ଖାଲି ଅଫେଣ୍ଡର କରୁଛ। ଯଦି ସେ ଝିଅଟେ ତୁମ ଭଉଣୀ ହେଇଥାନ୍ତା, ଯଦି ତୁମ ମା ପେଟରୁ ଯଦି ଏଇଭଳିଆ ଗୋଟେ ମାନେ ଗୋଟେ ଭଉଣୀଟେ ହେଇଥାନ୍ତା ସିଏ ନିଜର, କିମ୍ବା ତୁମ ବାପା ମାଙ୍କର ମତେ ଯଦି ଏଇଭଳିଆ ଘରେ ଗୋଟେ ଯଦି ଭାଇଟେ ଥାନ୍ତା, ସିଏ ଯେତେବେଳେ ସ୍ତ୍ରୀଟେ ଆଣିଥାନ୍ତା ତୁମେ ତାକୁ କହିଥାନ୍ତେ ଏ ହେ ତୁମେ ଭାଇ ଭଉଣୀ କହ କାହାଣୀ, ମାନେ ହଜାର ପ୍ରକାର କଥା ଆସି ଯେ ଲେଖୁଛ କମେଣ୍ଟ ବକ୍ସରେ। ତାର ଯେଉଁ ଛୁଆଟେ ହେଲାଣି ସେମାନେ ଗୋଟେ ସ୍ୱାମୀ ସ୍ତ୍ରୀ ଭଳିଆ କେତେ ସୁନ୍ଦର ପବିତ୍ର ସମ୍ପର୍କ ଆପଣମାନେ ଜାଣିଥିବା ଦରକାର ଯେ ଆମେ ହେଉଛେ ସନାତନ ଧର୍ମର ଲୋକ, ଆମେ ଧର୍ମକୁ ସବୁବେଳେ ଫଲୋ କରିବା ଲୋକ। କିନ୍ତୁ ଏଇଭଳିଆ ଯେ ଆସି କଟୁ ବଚନ ଲେଖୁଛନ୍ତି ୟାଙ୍କ, ଆରେ ଭାଇ ସେମାନେ ତ ତାଙ୍କ ଜୀବନରେ ଖୁସି ଅଛନ୍ତି, ସେମାନେ ଆପଣଙ୍କୁ ଏଣ୍ଟରଟେନମେଣ୍ଟ କରୁଛନ୍ତି, ମାନେ ଦୈନନ୍ଦିନ କାମ ଭିତରୁ କାମ ବାହାର କରିକି ମଧ୍ୟ ଆପଣମାନଙ୍କ ପାଇଁ ସେ ମନୋରଞ୍ଜନ ଯୋଗାଉଛନ୍ତି। ଆପଣମାନେ ତାଙ୍କୁ ଦେଖିକି ସେ ଗୋଟେ ସାନ ଭଉଣୀଟେ ସାନ ଭାଇଟେ ତାଙ୍କୁ ଦେଖିକି ଗୋଟେ ସ୍ନେହ ଶ୍ରଦ୍ଧା କେମିତି ବ୍ଲେସିଂ ଦେବେ ନା ତାଙ୍କୁ ଭଣ୍ଡ ବକର କରିକି ମା ଭଉଣୀ ଲଗେଇକି ଶୋଧୁଛନ୍ତି। ମାନେ ଏତେ ହୀନ ମାନସିକତାର ଲୋକ ଆମର ହେଇଗଲାଣି ଆଜ୍ଞା। ଶଳା ଲାଜ ଲାଗୁଛି ଶଳା ତମମାନଙ୍କର କମେଣ୍ଟ ସେକ୍ସନ ଦେଖିଲେ। ଆରେ ଯାହା ଗାଳି କରିବାର ଅଛି ଆମକୁ କର ନା, ଆମ ଭଳିଆ ଲୋକଙ୍କୁ ଗାଳି କର। ଆମର ନା ବାଳ କିଛି ଯାଏ ଆସେ, ନା କିଛି ଉଡ଼େ ନା ଉପୁଡ଼େ, କାହାର ବାଳ କଥାକୁ କୌଣସି କଥାକୁ ଖାତିର ନାହିଁ କରୁନ। ଏଇଭଳିଆ ଲୋକଙ୍କୁ କାହିଁ କହୁଛ? ନିକାଲ ଉଡ଼େ।